ଆପଣଙ୍କୁ ସତ୍ୟପାଠ ଚ୍ୟାନେଲରେ ସ୍ୱାଗତ। ମହାଗୁରୁ ଚାଣକ୍ୟଙ୍କର ନୀତିଶାସ୍ତ୍ର ସିରିଜର ଏ ହେଉଛି ଦ୍ୱିତୀୟ ଭିଡ଼ିଓ। ଆଜି ଆମେ ମହାଗୁରୁ ଚାଣକ୍ୟଙ୍କର ଆଉ କେତୋଟି ଶ୍ଲୋକ ଆଲୋଚନା କରିବା। ସେ ଶ୍ଲୋକ ମାଧ୍ୟମରେ କେଉଁ ନୀତି ସମାଜକୁ ଦେଖେଇଛନ୍ତି ଏବଂ ସମାଜକୁ ଦିଗ୍ଦର୍ଶନ ଦେଇଛନ୍ତି, ଆସନ୍ତୁ ଜାଣିବା। କେଉଁ କେଉଁ ସ୍ଥାନ ବର୍ଜନୀୟ ବା ରହିବା ଅନୁଚିତ, ଏହି ଶ୍ଲୋକ ମାଧ୍ୟମରେ ମହାଗୁରୁ ଚାଣକ୍ୟ ଦିଗ୍ଦର୍ଶନ ଦେଇଛନ୍ତି। ୟସ୍ମିନ୍ ଦେଶେ ନ ସମ୍ମାନୋ ନ ଚ ବୃତ୍ତିନଂ ଚ ବାନ୍ଧବାଃ ନ ଚ ବିଦ୍ୟା କମପ୍ୟସ୍ତି ବାସଂ ତତ୍ର ନ କାରୟେତ୍। ଅର୍ଥାତ୍ ଯେଉଁ ଦେଶରେ ବା ସ୍ଥାନରେ ଆପଣଙ୍କୁ ସମ୍ମାନ ମିଳେ ନାହିଁ, ଜୀବନ ନିର୍ବାହ କରିବାର ସାଧନା ନାହିଁ, ବନ୍ଧୁ ପରିଜନ ପରିବାର ବର୍ଗ ଆପଣଙ୍କ ସହିତ ରୁହନ୍ତି ନାହିଁ, ବିଦ୍ୟା ପ୍ରାପ୍ତ କରିବା ପାଇଁ ମଧ୍ୟ କୌଣସି ସାଧନ ନାହିଁ, ସେହି ସ୍ଥାନ ବା ଦେଶରେ ଆପଣଙ୍କୁ ବା ଆମକୁ ରହିବା ଉଚିତ ନୁହେଁ। ପୁଣି ଚାଣକ୍ୟ କହୁଛନ୍ତି, ଧନିକଃ କ୍ଷତ୍ରିୟୋ ରାଜା ନଦୀ ବୈଦ୍ୟସ୍ତୁ ପଞ୍ଚମଃ ପଞ୍ଚ ୟତ୍ର ନ ବିଦ୍ୟନ୍ତେ ନ ତତ୍ର ଦିବସଂ ବସେତ୍। ଯେଉଁଠି ଧନୀ, ବୈଦିକ, ବ୍ରାହ୍ମଣ, ରାଜା, ନଦୀ ଏବଂ ବୈଦ୍ୟ ବା ଡାକ୍ତର ଏହି 5 ଜଣ ନଥିବେ, ସେଠାରେ ଗୋଟିଏ ଦିନରୁ ଅଧିକ ମଧ୍ୟ ରହିବା ଅନୁଚିତ। କାରଣ ଯେଉଁ ଜାଗାରେ ଏହି 5 ଜଣ ନଥିବେ, ସେ ସ୍ଥାନରେ ମନୁଷ୍ୟ ରହିବା ଉତ୍ତମ ନୁହେଁ। ଯେଉଁଠି ଧନୀ ବ୍ୟକ୍ତି ଥିବେ, ସେହିଠାରେ ବାଣିଜ୍ୟ ବ୍ୟବସାୟ ଭଲ ହେବ। ଯେଉଁଠି ବ୍ୟାପାର ଭଲ ହେଉଥିବ, ଜୀବନ ଜୀବିକା ପାଇଁ କାମ ମିଳିବା ସହଜ ହେବ। ଏବଂ ଯେଉଁଠି ବେଦ ଜାଣିଥିବା ବ୍ରାହ୍ମଣ ଥିବେ, ସେଠି ମନୁଷ୍ୟ ଜୀବନରେ ତଥା ସମାଜରେ ଧାର୍ମିକ ତଥା ଆଧ୍ୟାତ୍ମିକ ଜ୍ଞାନ ପ୍ରଚାରିତ ହେବ ଏବଂ ପ୍ରସାରିତ ହେବ। ଯେଉଁଠି ସ୍ୱଚ୍ଛ ଜଳର ନଦୀ ପ୍ରବାହିତ ହେଉଥିବ, ସେଠାରେ ଜଳର ଅଭାବ ରହିବ ନାହିଁ। ଏବଂ ଯେଉଁଠି କୁଶଳ ବୈଦ୍ୟ ବା ଭଲ ଡାକ୍ତର ଥିବେ, ତେବେ ରୋଗର ଭୟ ନଥାଏ। ତେଣୁ ସେହି ସ୍ଥାନରେ ରହିବା ଅନୁକୂଳ, ଯେଉଁ ସ୍ଥାନରେ ଏହି 5 ଜଣ ବ୍ୟକ୍ତି ରହୁଥିବେ, 5 ଜଣ ମନୁଷ୍ୟ ରହୁଥିବେ, ଅନ୍ୟଥା ସେହି ସ୍ଥାନ ମଧ୍ୟ ବର୍ଜନୀୟ। ପୁଣି ଲୋକା ୟାତ୍ରା ଭୟଂ ଲଜ୍ଜା ଦାକ୍ଷିଣ୍ୟଂ ତ୍ୟାଗଶୀଳତା ପଞ୍ଚତ୍ରୟଂ ନ ବିଦ୍ୟତେ ନ କୁର୍ୟା ତତ୍ର ସଂସ୍ଥିତିମ୍। ଯେଉଁଠି ଜୀବିକା, ଭୟ, ଲଜ୍ଜା, ଚତୁରତା ଏବଂ ତ୍ୟାଗର ଭାବନା, ଏହି 5ଟି ଜିନିଷ ନଥିବ, ସେହି ସ୍ଥାନର ଲୋକ କିମ୍ବା ସେହି ସ୍ଥାନରେ କେବେ ରୁହନ୍ତୁ ନାହିଁ। ଅର୍ଥାତ୍ ଯେଉଁ ସ୍ଥାନରେ ଜୀବନ ଯାପନ ପାଇଁ ଆବଶ୍ୟକୀୟ ସାଧନ ନାହିଁ, ସବୁବେଳେ ଭୟର ବାତାବରଣରେ ବଞ୍ଚିବାକୁ ପଡ଼େ, ଯେଉଁଠି ଲଜ୍ଜାଶୀଳ ବ୍ୟକ୍ତିଙ୍କ ବଦଳରେ ନିର୍ଲଜ୍ଜ ଏବଂ ସ୍ୱାର୍ଥପର ଲୋକମାନେ ରହୁଥିବେ, ଯେଉଁଠି କଳା କୌଶଳ ଓ ହସ୍ତଶିଳ୍ପର ସଦାସର୍ବଦା ଅଭାବ ଥାଏ, ଅନାଦର ହୋଇଥାଏ, ଯେଉଁଠି ଲୋକମାନଙ୍କ ମନରେ ଟିକେ ବି ତ୍ୟାଗ ଏବଂ ପରୋପକାର ଭାବନା ନଥାଏ, ସେହି ସ୍ଥାନର ଲୋକଙ୍କ ସହିତ ନା ରୁହନ୍ତୁ, ନା କିଛି ସମ୍ପର୍କ ରଖନ୍ତୁ ବୋଲି ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମରେ କହିଛନ୍ତି। ଜାନିୟାପ୍ତେ ଶଣେ ଭୃତ୍ୟାନ୍ ବାନ୍ଧବାନ୍ ବ୍ୟସନାଗମେ ମିତ୍ରಂ ଚାପତି କାଲେଷୁ ଭାର୍ଯ୍ୟାଂ ଚ ବିଭବକ୍ଷୟ। ଏହି ଶ୍ଲୋକରେ ପୁଣି ଚାଣକ୍ୟ କହୁଛନ୍ତି ଯେ ସେବକ ବା ଚାକରକୁ ବାହାରକୁ ପଠାଇବା ଦ୍ୱାରା ଭାଇ ବନ୍ଧୁମାନଙ୍କୁ ସଙ୍କଟ ସମୟରେ ତଥା ସାଙ୍ଗ ସାଥୀମାନଙ୍କୁ ବିପରୀତ ପରିସ୍ଥିତିରେ ଏବଂ ନିଜ ସ୍ତ୍ରୀକୁ ଧନ ସମ୍ପତ୍ତି ହରାଇବା ପରେ କେମିତି ତୁମ ସହ ବ୍ୟବହାର କରୁଛନ୍ତି, ସମୟ ସମୟରେ ପରଖି ନେବା ଉଚିତ, ଅର୍ଥାତ୍ ସେମାନଙ୍କର ପରୀକ୍ଷା ନେବା ଉଚିତ ବୋଲି ଚାଣକ୍ୟ କହିଛନ୍ତି। ବାସ୍ତବରେ ସଂସାରରେ ମନୁଷ୍ୟର ସମ୍ପର୍କ ନିଜର ସେବକ, ମିତ୍ରମାନେ ଏବଂ ନିଜ ସହିତ ରହୁଥିବା ପତ୍ନୀ ସହିତ ରହିଥାଏ। ଯଦି ଏହି ଲୋକମାନେ ତୁମ ସହିତ ଛଳନା କରନ୍ତି, ଜୀବନ କଷ୍ଟଦାୟକ ହୋଇଯାଏ। ତେଣୁ ସମୟ ସମୟରେ ସେମାନଙ୍କର ପରୀକ୍ଷା ନେବା ଉଚିତ, କାରଣ ଏମାନଙ୍କ ମଧ୍ୟରୁ କେହି ଆପଣଙ୍କୁ ଧୋକା ଦେଉନାହାନ୍ତି ତ। ପୁଣି ଚାଣକ୍ୟ ଆଗକୁ ବଢି କହୁଛନ୍ତି, ପ୍ରକୃତରେ ମିତ୍ର, ଭାଇ, ବନ୍ଧୁ, ଆତ୍ମୀୟ କିଏ? ଆତୁରେ ବ୍ୟସନେ ପ୍ରାପ୍ତେ ଦୁର୍ଭିକ୍ଷେ ଶତ୍ରୁ ସଙ୍କଟେ ରାଜଦ୍ୱାରେ ଶ୍ମଶାନେ ଚ ଯତିଷ୍ଠତି ସବାନ୍ଧବ। ଚାଣକ୍ୟ ପୁଣି କହୁଛନ୍ତି କଣ? ବେମାରରେ ପଡ଼ିଥିବା ସମୟରେ, ଆପଣ ଯେତେବେଳେ ବେମାର ପଡ଼ିଥିବେ,
विपत्ति काल रे आपणकर जेतेबेले विपत्ति पड़िथिबो आपण किछ असुविधारे पड़िथिबे पुणी जेतेबेले अकाल पड़िथिबो मरुड़ी पड़िथिबो घरे खाद्य संकट थिबो देश रे खाद्य संकट थिबो सेही समय रे शत्रु सहित युद्ध बेले बा कौनसी शत्रु जदि आपण को आक्रमण करिथाए तेबे सेही समय रे एवं राज दरबार रे बा वर्तमान तो आ राज दरबार नहीं वर्तमान न्याय भिक्षा आम न्यायालय को जाऊे तो वर्तमान परिस्थिति रे न्यायालय रे एवं श्मशान माटी रे जेतेबेले आपणकर कई भाई बंधु कुटुंब मृत्युवरण करुछंती सेही समय रे आपणक सहित जे श्मशान माटी रे थाए जे आपणक सहित श्मशान को जाए सर्वदा साथी रे थाए से ही आपणकर प्रकृत भाई बंधु मित्र बा आत्मीय स्वजन आपण जेतेबेले मेडिकल रे बेमार रे पड़ी थांती आपण जेतेबेले विपत्ति पड़ी थाए आपणको जेतेबेले खाद्य संकट बा पैसा अभाव देखा दी थाए एवं शत्रु आक्रमण समय रे जे आपणक सहित साथ दिए एवं राज दरबार रे जे आपणक न्यायालय रे मध्य आपणको साथ दिए एवं श्मशान जदि कही आपणक परिवार रे कही मृत्युवरण करती सही समय रे जो बंधु परिजन माने आपणक साथी रे थांती सही माने ही प्रकृत भाई बंधु मित्र एवं आत्मीय स्वजन बोली चाणक्य एई श्लोक रे बुझेई देउछंती। आजि पई आमे चाणक्य नीतिर एई श्लोक को एठी रखिबा। सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग् भवेत्। जय जगन्नाथ जय जगन्नाथ जय जगन्नाथ।